ପିଲାମାନେ ଆଜିର ଏକ ନୂଆ ଭିଡ଼ିଓରେ ତୁମମାନଙ୍କୁ ସ୍ୱାଗତ କରୁଛି। ଆଜିର ଭିଡ଼ିଓରେ ଆମେ କିଛି ଗୁରୁତ୍ୱପୂର୍ଣ୍ଣ ଇଂରାଜୀ ଶବ୍ଦର ଅର୍ଥ ଓ ଉଚ୍ଚାରଣ ବିଷୟରେ ଆଲୋଚନା କରିବା। ଆଟେଣ୍ଡ ମାନେ ଉପସ୍ଥିତ ବା ସହଭାଗୀ ହେବା। ରିକଭରି ମାନେ ପୁନରୁଦ୍ଧାର। ଆସେଟ୍ ମାନେ ସମ୍ପତ୍ତି ବା ଜିନିଷ। ଷ୍ଟେମ୍ ମାନେ ରୋକିବା। ଭାୟୋଲେସନ୍ ମାନେ ଉଲ୍ଲଙ୍ଘନ। ରିଡକ୍ସନ୍ ମାନେ କମିବା। ଆଗ୍ରେସିଭ୍ ମାନେ ଆକ୍ରମଣାତ୍ମକ। ଡିମିନର ମାନେ ବ୍ୟବହାର ବା ଆଚରଣ। ଏଭିଡେନ୍ସ ମାନେ ପ୍ରମାଣ ବା ତଥ୍ୟ। ଇଣ୍ଟରପ୍ରିଟେସନ୍ ମାନେ ଅନୁବାଦ ବା ବ୍ୟାଖ୍ୟାନ। ଡିଫେନ୍ସିଭ୍ ମାନେ ରକ୍ଷାତ୍ମକ। ଅଫେନ୍ସିଭ୍ ମାନେ ଅପମାନଜନକ ବା ଅସହ୍ୟ। ଇଲ୍ୟୁଜନ୍ ମାନେ ଭ୍ରମ ବା ଧାରଣା। ବୟକଟ୍ ମାନେ ବହିଷ୍କାର। ଡେଲିଗେସନ୍ ମାନେ କାମ ବଣ୍ଟନ କରିବା। ପ୍ରୋଭିଜନ୍ ମାନେ ବ୍ୟବସ୍ଥା ବା ପ୍ରବନ୍ଧ। ୟୁନାନିମସଲି ମାନେ ଏକମତରେ। ଇନସର୍ଟ ମାନେ ପ୍ରବେଶ କରାଇବା। ଫ୍ରୁଗାଲିଟି ମାନେ ସଞ୍ଚୟ ପରାୟଣତା। ଡିଜାଷ୍ଟର ମାନେ ବିପଦ। ଏଜେନ୍ସି ମାନେ ସଂସ୍ଥା। ଇନକ୍ଲୁସିଭ୍ ମାନେ ସମାବେଶ। ମିନିମମ୍ ମାନେ ସର୍ବନିମ୍ନ। ମ୍ୟାଣ୍ଡେଟ୍ ମାନେ ଆଦେଶ ବା ନିର୍ଦ୍ଦେଶ। ପ୍ରାକ୍ଟିକାଲି ମାନେ ପ୍ରାୟୋଗିକ ଭାବେ। ଷ୍ଟ୍ରାଟେଜିକ୍ ମାନେ ଯୋଜନାତ୍ମକ। କଣ୍ଡକ୍ଟ ମାନେ ପରିଚାଳନା। ରୋଟେସନ୍ ମାନେ ପରିଭ୍ରମଣ। ଫ୍ଲେକ୍ସିବୁଲ୍ ମାନେ ନମନୀୟ। ପିଲାମାନେ, ଏଠାରେ ଆଜିର ଭିଡ଼ିଓଟି ଶେଷ ହେଉଛି। ଏହିଭଳି ଶିକ୍ଷଣୀୟ ଓ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ ଦେଖିବା ପାଇଁ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦିଅ।